ଏଇଟା ହେଉଛି ମୋର ଦେଶୀ କସମସଟା। ଆଉ ଦେଶୀ କସମସର ଏଥରକ ଦୁଇଟା ଭେରାଇଟି ଅଛି। ଗୋଟେ ହେଉଛି ହଳଦିଆ ଆଉ ଗୋଟେ କମଳା। ଏଇ ଦୁଇଟା ହେଉଛି କମନ୍, ପ୍ରାୟ ସବୁ ନର୍ସରୀରେ ଏଇ ଦୁଇଟି ଭେରାଇଟିର ମିଳିବ ଆପଣଙ୍କୁ। ପାଖାପାଖି ମାନେ ବେଶୀ ଏତେ କଲେକ୍ସନ୍ ଇଏରେ ରଖନ୍ତିନି କଲର୍ ଉପରେ। ତ ମୋର ଏଇ ଯେଉଁ କଲର୍ଟା ଯେଉଁଟାକି କମଳା ରଙ୍ଗର, ସେଇଟା ଦେଖ କମଳା ରଙ୍ଗ ଆଉ ଟିକେ ତା'ର ପାକଳ ହେଇ ଆସିଲା ବେଳକୁ ଫୁଲଟା ପାଖଟା ଟିକେ ହଳଦିଆ ଦାଗ ପଡ଼ି ଆସୁଛି। ଦେଶୀ କସମସ୍ ଯଦି ଆପଣ ଲଗାଉଛନ୍ତି ତାହେଲେ ଆପଣଙ୍କୁ ବହୁତ ଜଲ୍ଦି କିଛି ଗଛ ମିଳିଯିବ ଏମିତିଆ ଡାଳ ଲଗେଇକିରି। ଆଉ ଯଦି ହାଇବ୍ରିଡ଼ କସମସ୍ ଲଗାଉଛନ୍ତି ତାହେଲେ ତା'ର ମଞ୍ଜି ବହୁତ ଜଲ୍ଦି ପାକଳ ହେଇଥାଏ, ଆଉ ସେଇ ମଞ୍ଜିରୁ ଆପଣଙ୍କୁ ଗଛ ବହୁତ ଜଲ୍ଦି ମିଳିଯିବ। କାରଣ ସିଜିନ୍ ଅନୁସାରେ ଆପଣଙ୍କୁ ସେଇଟା ଅଲ୍ ସିଜିନ୍ ଦେବ ଫୁଲ। ଆଉ ତା ସାଥିରେ ଗଛ ବି ମଧ୍ୟ ସେମିତି ସବୁବେଳେ ଯେତେବେଳେ ବି ଆପଣ ମଞ୍ଜି ପାଇଁ ପକାନ୍ତୁ ଜର୍ମିନେଟ୍ ପାଇଁ, ତ ବହୁତ ଜଲ୍ଦି ଜର୍ମିନେଟ୍ ହେଇଥାଏ। କିନ୍ତୁ ଦେଶୀ କସମସ୍ ନା ବହୁତ ଜଲ୍ଦି ଫଙ୍ଗସ୍ ଲାଗେ। ଯଦି ସିଜିନ୍ ପୂର୍ବରୁ ଆପଣ କିଛି ଏମିତି କଟିଂରୁ ଗ୍ରୋ କରିଦେଉଛନ୍ତି, ଚାରା ବନେଇ ଦେଉଛନ୍ତି, ତ ଇଏ ବି ମଧ୍ୟ ଆପଣଙ୍କୁ ଖରା ଦିନରେ ବି ଫୁଲ ଦେବ। କିନ୍ତୁ ତାକୁ ପ୍ରପର୍ ଛାଇରେ ରଖିବା ଦରକାର। ଆଉ ଗଛକୁ ପାଣି ଯେମିତି ମାଟିର ମଏଶ୍ଚର୍ ବନେଇ ରହିବ ଭଲ, ସେଥିପାଇଁକା ପାଣି ସବୁବେଳେ ରେଗୁଲାର ଦେଉଥିବେ। ତାହେଲେ ଯାଇକି ଆପଣଙ୍କୁ ଏଇ କସମସ୍ ଗଛ ଜମା ନିରାଶ କରିବନି। ଗଛ ବହୁତ ଶୀଘ୍ର ଆଉ ବହୁତ ସାରା ଫୁଲ ବି ମଧ୍ୟ ଦେବ। ତ ସେଥିପାଇଁକା ମୁଁ ଆଜି କିଛି ଦେଶୀ କସମସ୍ର ଡାଳ କାଟି ଆଣିଛି। ଆଉ ଏଗୁଡ଼ାକ ମୁଁ ଦେଖିପାରୁଥିବେ ତାର ଯେତିକି ବେବି ବ୍ରାଞ୍ଚର ରିଗ୍ରୋଥ୍ ଆସିଥିଲା ନା, ସେଇ ସବୁ ବାଛି ବାଛିକା 2-3 ଇଞ୍ଚ ଭିତରେ ଡାଳ ଗୁଡ଼ାକ କାଟିଛି, ବେଶୀ ଲମ୍ବା ଡାଳ ନେଇନି। ତାପରେ ପତ୍ର ହାଲକା ପିଞ୍ଚିଂ କରିଦେଲି। ପିଞ୍ଚିଂ କରିସାରିଲା ପରେ ବିନା ଏଲୋଭେରାରେ ମୁଁ ଏଇ ଦୁଇଟା ଡାଳ ପୋତିଛି। ଆଉ ମାଟିର ମଏଶ୍ଚର୍ ଆପଣ ଦେଖିପାରୁଥିବେ କେତେ ଭଲ ରହିଛି, ଯେମିତିକା ପୁରା ଭୁରଭୁରି ବନି ରହିଛି। ଆଉ ଏମିତିକା ମାଟିରେ ଏଇ ଡାଳ ବହୁତ ଜଲ୍ଦି ଜର୍ମିନେଟ୍ ହେଇଥାଏ। ଯେମିତିକି ମାଟି ଭୁରଭୁରି ବୋଲି କ'ଣ, ମାଟିରେ ଆପଣ ଯଦି ବାଲିର ଭାଗ ଅଧିକା ନେଉଛନ୍ତି ତାହେଲେ ଆମର କସମସ୍ ଡାଳ ଲାଗିବା ବହୁତ ସହଜ ହେଇଥାଏ, ଆଉ ମାଟିର ଭୁରଭୁରି ଭଲ ବନି ରହେ। ତ ଆପଣମାନଙ୍କୁ ଆଶା କରୁଛି ଆଜିର ଟିପ୍ସଟି ଭଲ ଲାଗିଥିବ। ଭଲ ଲାଗିଥିଲେ ଲାଇକ୍ କରିଦେବେ ଆଉ ଚ୍ୟାନେଲ୍ ସହିତ ଯୋଡ଼ି ରହିବେ। ଏମିତି ଆଗକୁ ନୂଆ ନୂଆ ଟିପ୍ସ ସହିତ ଆଗକୁ କିଛି ସୁନ୍ଦର ସୁନ୍ଦର ଭିଡ଼ିଓ ସେୟାର କରିବି।